ଆଜିର ଅନୁଚିନ୍ତା। ସର୍ବଦା ନିଜ ଲକ୍ଷ୍ୟ ପଛରେ ଧାଅ, କାରଣ ଆଜି ନ ମିଳିଲେ ନାହିଁ, କାଲି ତ ନିଶ୍ଚିତ ରୂପରେ ନିଜେ ନିଜର ଲକ୍ଷ୍ୟ ପାଖରେ ପହଞ୍ଚିବ। ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ। ଆଉ ଯେତେବେଳେ ଏହି ତିନୋଟି ଯାକ ମିଶିଯାଏ, ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ। ସଫଳ ବ୍ୟକ୍ତି ନିଜ ନିଷ୍ପତ୍ତିରେ ଦୁନିଆ ବଦଳାଇଥାଏ, ହେଲେ ଅସଫଳ ବ୍ୟକ୍ତି ଦୁନିଆ ଡରରେ ନିଜର ନିଷ୍ପତ୍ତି ବଦଳାଇଥାଏ। ଆଜିର ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ, ଭଗବାନଙ୍କ ପାଖରେ ଏତିକି ପ୍ରାର୍ଥନା କରୁଛି। ସ୍ୱତନ୍ତ୍ର ଓଡ଼ିଶା ନ୍ୟୁଜ୍ ତରଫରୁ ମୁଁ ଦେବାଶିଷ। ଜୟ ଜଗନ୍ନାଥ।